ପଦ ମୁଁ ଆଶା କରୁଛି ନେକ୍ସଟ ଟାଇମ୍ ହୁଏତ ସୁନା ପଦ ହିସାବରେ ଆପଣମାନେ ତାକୁ ଗ୍ରହଣ କରିବେ। ମୁଁ ପଢି ଦଉଛି, ସେଟା ହଉଛି କଲସି 2 ପର୍ବର 13, 14, 15, 13ଟା ନ ପଢିକି ମୁଁ 14, 15 ପଢୁଛି। ପୁଣି ବିଧି ବିଧାନରେ ଆମମାନଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ପତ୍ର ଥିଲା ତାହା ସେ ଲୋପ କରି କୃଷରେ ଟଙ୍ଗାଇ ଦେଇ ଆମମାନଙ୍କର ପଥରୁ ଦୂର କରିଦେଇ ଅଛନ୍ତି। ସମସ୍ତ ଆଧିପତ୍ୟ କର୍ତ୍ତାପଣ ଅସ୍ତ୍ରଶସ୍ତ୍ର ଛଡ଼ାଇ ପ୍ରକାଶରେ ସେମାନଙ୍କର ପ୍ରଦର୍ଶନ ପୂର୍ବକ କୃଷରେ ବିଜୟ ଯାତ୍ରା କରିଅଛନ୍ତି। ଅର୍ଥାତ୍ ଯୋଉ ଅଭିଯୋଗ ପତ୍ର ଆମମାନଙ୍କ ପାଖରେ ଥିଲା, ଆମମାନଙ୍କ ଏଗେନ୍ଷ୍ଟରେ ଥିଲା, ପାଖରେ ତ ଭୁଲ କଥା କହିଲି, ଆମମାନଙ୍କ ଏଗେନ୍ଷ୍ଟରେ ଥିଲା, ତାକୁ ସେ କଣ କଲେ ନା ସେ କୃଷରେ ତାକୁ ନଷ୍ଟ କରିଦେଲେ। ଆମମାନଙ୍କ ଏଗେନ୍ଷ୍ଟରେ ଅଭିଯୋଗ କେହି କରିପାରିବ ନାହିଁ, କାରଣ ପ୍ରଭୁ ତାକୁ କୃଷରେ ନଷ୍ଟ କରିଦେଇଛନ୍ତି। ସେଟା ଥିଲା, ମୁଁ ଗତ ଥର ଦେଇଥିଲି ହୋମୱାର୍କ, ତାକୁ ମନେ ରଖନ୍ତୁ। ସେଟା ସବୁଠୁ ଆମମାନଙ୍କ ପାଇଁକା ଶକ୍ତିଯୁକ୍ତ ବାକ୍ୟ। ଆମମାନଙ୍କ ଯୀଶୁ ଯୋଉ କୃଷରେ ମଲେ କଣ କଲେ, ସେଇଟାକୁ ତାର ଉତ୍ତର ହଉଛି ଏଇଟା। ଆଚ୍ଛା, ବର୍ତ୍ତମାନ ଆମମାନେ ଯିବା ସେଇ ପୁରୁଣା ପଦକୁ, ଯୋଉ ପୁରୁଣା ପଦ ଗତ ଥର ଆମମାନେ ନେଇଥିଲୁ, ତାକୁ ଆଉ ଟିକେ ଭିନ୍ନ ଭାବରେ ଆମମାନେ ତାକୁ ଆଜି ଷ୍ଟଡି କରିବା। ଆପଣମାନଙ୍କ ପାଖରେ ନିଶ୍ଚିତ ନୋଟବୁକ୍ ବା ପେନ୍ ଥିବ, ତାକୁ ଲେଖି ପକାନ୍ତୁ। ଆସନ୍ତୁ ପ୍ରଥମେ ଆମେ ଦେଖିବା କଲସି 1 ପର୍ବର 13 ପଦ। ସେ ଆମମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି, ସେ ଆମମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମ ପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି। ଗତ ଥର ଆମମାନେ ସେଇଟାକୁ ଦେଖିଥିଲୁ ଏବଂ ସେଟା ପ୍ରଥମ ପଦ ଥିଲା, ତାପରେ ଆମମାନେ ଅନ୍ୟାନ୍ୟ ପଦକୁ ଯାଇଥିଲୁ। ଠିକ ସିମିଲାର ପଦ ସେଇ ଅନୁସାରେ ବା ସେଇ ଧାରାରେ ଲେଖା ହେଇଛି, କିନ୍ତୁ ପାଉଲ ଲେଖି ନାହାନ୍ତି। ଯେହେତୁ ଏଟା ବାଇବଲ ଷ୍ଟଡି, ଆମମାନେ ବାଇବଲର ବିଭିନ୍ନ ସ୍ଥାନକୁ ଆମମାନେ ପଦ ଗୁଡାକ ସବୁ ଦେଖିବା, କୋଉଟା ମ୍ୟାଚ କରୁଛି, କୋଉଟା କ୍ରସ ରେଫରେନ୍ସ, ଏଗୁଡ଼ା ସବୁ ଗୁଡାକ ଆମକୁ କରିବାକୁ ପଡିବ। ସେଇଥିରେ ମଜା ବି ଲାଗେ, ଆନନ୍ଦ ଲାଗେ, ଆଉ ବହୁତ ତଥ୍ୟ ବି ବାହାରେ। ବର୍ତ୍ତମାନ ଆମେ ଯିବା, ସେଇ ଟାଇପର ପଦ ଅଛି ପ୍ରଥମ ପିତର ତାର 2 ପର୍ବ 9 ପଦ। ପ୍ରଥମ ପିତର 2 ପର୍ବ 9 ପଦ, ଯିଏ ପାରିଲେ ପଢି ଦିଅନ୍ତୁ। ଏହି ପ୍ରକାରେ ପ୍ରଭୁ ଧର୍ମପରାୟଣ ମାନଙ୍କୁ ପରୀକ୍ଷାରେ ରକ୍ଷା କରିବାକୁ ନାଇଁ ମାମା, ପୁଣି ନାଇଁ ମାମା, ପ୍ରଥମ ପିତର କିନ୍ତୁ 2 ପର୍ବର 9 ପଦ। କିନ୍ତୁ ଯେ ତୁମମାନଙ୍କୁ ଅନ୍ଧକାରରୁ ଆପଣ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମେମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର, ଏ ନିମନ୍ତେ ତୁମେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି, ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ। ଆମେନ୍। ନିଜସ୍ୱ ପ୍ରଜା ହୋଇଅଛ, ସେଇ ଏକା ଜିନିଷ ଏଟା ପିତର ଲେଖୁଛନ୍ତି, ଯେ ତୁମମାନଙ୍କୁ ଅନ୍ଧକାରରୁ ଆପଣା ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି। ପାଉଲଙ୍କ ଭାଷା ହଉଛି, ସେ ଆମମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମ ପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି। ଅଲମୋଷ୍ଟ ସେମ୍ ମିନିଂ, କିନ୍ତୁ ଭାଷା ଭିନ୍ନ ଭିନ୍ନ। ଆହୁରି ଅନେକ ତଥ୍ୟ ମଧ୍ୟ ପିତରଙ୍କ ପାଖରୁ ଆମେ ପାଇପାରିବା। କଣ ପାଇପାରିବା? ସେ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି। ଆମେ ଥିଲୁ ଅନ୍ଧକାରରେ, ଗତ ଥର ଆମେ ସେଗୁଡାକ ସବୁ ବୁଝିଛୁ। ତୁମ୍ଭେ ମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର। ଏ ପଏଣ୍ଟଟା କାଲି ସକାଳେ ବୀରେନ୍ଦ୍ର ଭାଇ ମତେ ଦେଇଛନ୍ତି ଆର୍ଲି ମର୍ଣ୍ଣିଂ ପ୍ରେୟାରରେ କରିବା ପାଇଁକା, କହିବା ପାଇଁ। ଏଇ ଗୁଣ କୀର୍ତ୍ତନଟା ମୁଁ ସେଇଠି କହିବି, ତେଣୁ ଏଇଟାକୁ ଆଜି ଆଉ ଏଠି ରିପିଟ କରିବା ପାଇଁ ଚାହୁଁନି। ତୁମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର, ଏଥି ନିମନ୍ତେ, ଅନ୍ୟ କୌଣସି ନିମନ୍ତେ ନୁହେଁ, ଏଥି ନିମନ୍ତେ ତୁମ୍ଭେ ମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି, ପୁଣି ଈଶ୍ୱରଙ୍କର ନିଜସ୍ୱ ପ୍ରଜା ହୋଇଅଛ।
एते गुड़ा विषय पाइका प्रभु आमको से अंधकार आपण आश्चर्य आलोक मध्य को आह्वान करी अछंती। आको जदि ठीक रे बुझिया पे आमने चेष्टा करिबा किछि विषय बा गोटे केस स्टडी को आमने हाथ को नबा। से केस स्टडी टा आपण माने पाई परिबे प्रथम सामुएल तार 10 पर्व 10 पर्वरु 6 पद पर्यंत जदि के पारुचंती पढ़ी दियंतो। प्रथम सामुएल 10 पर्वर 6 पद। ସେତେବେଳେ ସଦାପ୍ରଭୁଙ୍କ ଆତ୍ମା ତୁମକୁ ଆକ୍ରାନ୍ତ କରିବେ, ତହିଁରେ ତୁମେ ସେମାନଙ୍କ ସହିତ ଭବିଷ୍ୟତ ବାକ୍ୟ ପ୍ରଚାର କରିବ ଓ ପରିବର୍ତ୍ତିତ ହୋଇ ଅନ୍ୟ ପ୍ରକାର ଲୋକ ହୋଇଯିବ। ଆମେନ୍। प्रेज द लॉर्ड। थैंक यू भौणी। आओ इंग्रजी रे टिके मते भल लगे मो भी सेटा को लिखे। एट दैट टाइम द स्पिरिट ऑफ द लॉर्ड विल कम पावरफुली अपॉन यू। ओडिया रे किछि खराब लिखाइनी, ओडिया रे अछि सदा प्रभु का आत्मा तुमको आक्रांत करिवे। आ इंग्रजी रे अछि द स्पिरिट ऑफ द लॉर्ड विल कम पावरफुली अपॉन यू and you will prophesy with them. You will be changed into a different person. आमर आज कैच वर्ड हैला आमको प्रभु अंधकार शक्ति रु आलोक मध्य को आनी जेपरी विल बी चेंज्ड इनटू ए डिफरेंट पर्सन। आमने परिवर्तित होइकि आ गोटे नुआ लोक हेबा। से उद्देश्य रे प्रभु कौन करचंती ना से आमान को अंधकार मध्यरु आलोक मध्य को आनीचंती। एई विषयटा को देखिया पूर्व आउ गोटे पद को जिबा सेई प्रथम सामुएल रो 15 रो 28। प्रथम सामुएल 15 पर्व रो 28 जे देखि पाउचंती पढ़ दियंत। एणु सामुएल तांको कहिले, सदाप्रभु आजी तुमठारु इस्राएल राजत्व टाणी चिरिले ओ तुमठारु उत्तम तुमर एक प्रतिवासी की ताहा देले। आमेन। सेमती से इंग्लिश रे भी मते भल लागे बोली आउतरे पढ़ दोची। God has torn the kingdom of Israel from you today and has given it to someone better than you. कौन तू better than you, better than you, better than you। प्रथम काचवाट थिला हमर कोन you will be changed into a different person। एठिया गोटे नुआ वर्ड हमें सिखुचो better than you। प्रभु आमान को आनीचंती अंधकार रु आलोक मध्य को जेपरी प्रतिदिन विनय राउल गतकाली जहा थिला he will be better than you हबो आजी। He will be a changed person from past to present। अतीत रे जो अंधकार शक्ति भितर मु थिली बर्तन आलोक को आसला बळे आई विल बी ए चेंज्ड पर्सन। प्रथम सामुएल 10 रो 6 आ प्रथम सामुएल रो 15 28 कहूची तुम ठारू उत्तम आउरी तुमको आउ गोटे लोक को तुमको देबे। से साउल को विषय जस्ट अल्प टिके केस स्टडी करके आमाने अन्य जगह को जिबा। साउलंको ऊपर अभिषेक हेई नथिला जेभली राजा दाऊदंको ऊपर राज अभिषेक मा इंग्रजी रे कहउचंती अनॉइंटिंग सामुएल आसिकिरी करिथिले तार केते वर्ष पर जे कि सामुएल से राजगादी को गले। किंतु सेही भली भाबरे साउलंको ऊपर हेई नथिला। साउल तांको बापांकर गध खोजु खोजु आसिकिरी हाबुडी गले सामुएल को पाखरे। प्रभु निश्चिंत सामुएल को निर्देश देइथिबे नले सामुएल ताको काहेकि डाकिले। आउ जेतले हमें से 10 पर्वटा को आरंभ करछु देखुछु हमें 10 रो 9 रो लास्ट जो 26 27
ମୁଁ ପଢିଦଉଛି। ଏଇ ଉତ୍ତାରେ ସେମାନେ ଅତି ପ୍ରଭାତରେ ଉଠିଲେ, ପୁଣି ପ୍ରାୟ ଦିବସ ପ୍ରକାଶ ସମୟରେ ସାମୁଏଲ ଗୃହ ଛାତ ଉପରେ ସାଉଲଙ୍କୁ ଡାକିକି କହିଲେ, ଉଠ, ମୁଁ ତୁମକୁ ବିଦାୟ କରିବି। ତହିଁରେ ସାଉଲ ଉଠିଲେ, ପୁଣି ସେ ଓ ସାମୁଏଲ ଦୁହେଁ ବାହାରକୁ ଗଲେ। ଆଉ ସେମାନେ ନଗର ପ୍ରାନ୍ତରରେ ହେବା ବେଳେ ସାମୁଏଲ ସାଉଲଙ୍କୁ କହିଲେ, ଏଇ ଯୁବାକୁ ଆମମାନଙ୍କ ଆଗରେ ଯିବାକୁ କୁହ। ତହୁଁ ସେ ଆଗେ ଗଲା, ମାତ୍ର ତୁମ୍ଭେ ବର୍ତ୍ତମାନ ଠିଆ ହୁଅ, ଆମ୍ଭେ ତୁମ୍ଭକୁ ପରମେଶ୍ୱରଙ୍କର ବାକ୍ୟ ଶୁଣେଇବା। 10 ଅନନ୍ତର ସାମୁଏଲ ତୈଳ ପାତ୍ର ନେଇ ତାଙ୍କର ମସ୍ତକରେ ଢାଳିଲେ ଆଉ ତାଙ୍କୁ ଚୁମ୍ବନ କରି କହିଲେ, ସଦାପ୍ରଭୁ କି ଆପଣଙ୍କର ଅଧିକାର ଉପରେ, ଆପଣା ଅଧିକାର ଉପରେ ତୁମ୍ଭକୁ ଅଗ୍ରଣୀ ହେବା ପାଇଁ ଅଭିଷେକ କରିନାହାନ୍ତି? ସଦାପ୍ରଭୁଙ୍କର ଅଧିକାର ହଉଛି ତାଙ୍କର ଜ୍ୟେଷ୍ଠ ପୁତ୍ର ଇସ୍ରାଏଲ ଲୋକ, ସେମାନଙ୍କ ଉପରେ ଅଗ୍ରଣୀ ହେବା ପାଇଁକା ସେଇ ଦିନଠୁ ସାମୁଏଲ ତାଙ୍କୁ ଆନଏଣ୍ଟ କରିଦେଲେ। ଏକ୍ସକ୍ୟୁଜ ମି। ଦ୍ୱିତୀୟ ପଦ ଦେଖୁଛୁ, ଆଜି ତୁମେ ଯେତେବେଳେ ମୋହର ନିକଟରୁ ପ୍ରସ୍ଥାନ କରିବ, ସେତେବେଳେ ବିନ୍ୟାମିନର ସୀମା ସ୍ଥିତ ଦିଟା ନାଁ ଦିଆଯାଇଛି, ଦୁଇ ପୁରୁଷଙ୍କର ସାକ୍ଷାତ ପାଇବ। ପୁଣି ସେମାନେ ତୁମକୁ କହିବେ, ତୁମେ ଯୋଉ ଗଧ ମାନଙ୍କୁ ଖୋଜିବା ପାଇଁ ଯାଇଥିଲ, ସେମାନେ ମିଳିଲେ। ଆଉ ଦେଖ, ତୁମ୍ଭ ପିତା ଗଧ ମାନଙ୍କର ଚିନ୍ତା ଛାଡି ତୁମମାନଙ୍କ ବିଷୟରେ ଚିନ୍ତା କହୁଛନ୍ତି, ମୁଁ ଆପଣା ପୁତ୍ର ପାଇଁ କଣ କରିବି? ପୁତ୍ର ବି ଗଧ ପରେ ପରେ ପୁତ୍ର ହଜିଗଲା, ଗଧ ମିଳିଲା, ପୁତ୍ରଙ୍କ ବିଷୟରେ ଆଉ ମିଳିଲା ନାହିଁ କୌଣସି ସମ୍ବାଦ। ଏଟା ସାମୁଏଲ ସାଉଲଙ୍କୁ ସମସ୍ତ କଥା କହୁଛନ୍ତି, ଯେମିତି ସାଉଲ ଭାବିବେ ଏ ଗୋଟେ ଆକ୍ସିଡେଣ୍ଟାଲି ଆସିଲେ ବା ଅକସ୍ମାତ ମୋ ସାଙ୍ଗେ ଦେଖା ହେଇଗଲା, ମୋ ଉପରେ ତେଲ ଢାଳି ପକେଇଲେ, ମତେ କହିଲେ ତୁ ରାଜା ହେଇଗଲୁ, ଏଥର ତୁ ଇସ୍ରାଏଲ ବଂଶକୁ ଅଗ୍ରଣୀ କରେଇବୁ। ଏଇଟା ଯେମିତି ସାଉଲଙ୍କର କନଫର୍ମେସନ ହବ, ସେ କେତେଟା ଘଟଣାକୁ ତାଙ୍କର ସେହି ଦିନ ତାଙ୍କ ଆଗେ ଆଗେ ହବ ବୋଲି ସେ ତାଙ୍କୁ ବର୍ଣ୍ଣନା କରୁଛନ୍ତି। ଆଗରୁ ଭବିଷ୍ୟତ ବକ୍ତା ମାନଙ୍କୁ ପ୍ରଭୁ ଆଗରୁ ସମସ୍ତ ଘଟଣା ଜଣେଇ ଦିଅନ୍ତି। ସେ ସାଉଲଙ୍କୁ କହୁଛନ୍ତି ଦିଟା ଲୋକକୁ ଭେଟିବ, କୋଉଠି ଭେଟିବ ସେ ଜାଗାର ନାଁ ବି ମଧ୍ୟ କହିଦଉଛନ୍ତି। ସେମାନେ ତମକୁ କହିବେ, ତମ ବାପା ଗଧ ପାଇଗଲେଣି, ବାପା ଏବେ ତୁମ ବିଷୟରେ ଚିନ୍ତା କରୁଛନ୍ତି। ପୁଣି ତୃତୀୟ ପଦ, ତୁମେ ସେଠାରୁ ଆଗକୁ ଗଲେ ଆଉ ଗୋଟେ ନାଁ ଦଉଛନ୍ତି, ଅଲନ ବୃକ୍ଷ ନିକଟରେ ଉପସ୍ଥିତ ହବ, ସେଠାରେ ଜଣେ 3ଟି ଛେଳି ଛୁଆ, ଆଉ ଜଣେ 3ଟି ରୁଟି, ପୁଣି ଆଉ ଜଣେ କୋମ୍ପାଏ ଦ୍ରାକ୍ଷାରସ ଘେନି ପରମେଶ୍ୱରଙ୍କ ନିକଟକୁ ଯାଉଥିବାର ଏପରି 3 ପୁରୁଷଙ୍କର ସାକ୍ଷାତ ପାଇବ। ଏସବୁ ଘଟଣା ଯେତେବେଳେ ସାଉଲ ପରବର୍ତ୍ତୀ ସମୟରେ ସେ ଭେଟୁଛନ୍ତି, ତାଙ୍କର କନଫର୍ମେସନ ଟା ଚାଲି ଆସୁଛି, ନା ଏଇଟା ହଉଛି ସତ୍ୟ ଘଟଣା, ମୋର ଆନଏଣ୍ଟିଂ ଟା ପରମେଶ୍ୱରଙ୍କ ପାଖରୁ ଆସିଛି। ସେଥିପାଇଁକା ସାମୁଏଲ ଏଇ ଘଟଣା ଗୁଡିକ ତାଙ୍କୁ ଦଉଛନ୍ତି, ଯୋଉଟା କି ପ୍ରଭୁ ତାଙ୍କୁ ଆଗରୁ ସେ ଟେଲିଭିଜନରେ ଦେଖେଇଲା ପରିକା ଦେଖେଇ ଦଉଛନ୍ତି ସାମୁଏଲଙ୍କୁ, ସେଇଟା ସେ ସାଉଲଙ୍କୁ କହୁଛନ୍ତି। ସାଉଲ ଯେତେବେଳେ ପ୍ରୋସିଡ୍ କରିକି ଫେରୁଥିବ, ଏଇ ସବୁ ଘଟଣା ପଥ ମଧ୍ୟରେ ସେ ଦେଖିବ, ତେଣୁ ତାର କନଫର୍ମ ହେଇଯିବ ସେ ଯେ ମୁଁ ପ୍ରକୃତରେ ରାଜା ହେଇଛି। 4 ପୁଣି ସେମାନେ ତୁମର ମଙ୍ଗଳ ବାର୍ତ୍ତା ପଚାରି ତୁମକୁ 2 ଗୋଟି ରୋଟି ଦେବେ। କଣ କଣ ହବ ସେ ଆଗରୁ ବି ସାମୁଏଲ କହି ଦଉଛନ୍ତି, ତୁମେ ସେମାନଙ୍କ ହସ୍ତରୁ ତାହା ଗ୍ରହଣ କରିବ। ଏଇ ଉତ୍ତାରେ 5, ଏଇ ଉତ୍ତାରେ ତୁମେ ପରମେଶ୍ୱରଙ୍କ ପର୍ବତରେ ଉପସ୍ଥିତ ହବ, ସେଠାରେ ପଲଷ୍ଟିୟ ମାନଙ୍କର ପ୍ରହରୀ ସୈନ୍ୟ ଦଳ ଅଛନ୍ତି। ଆଉ ସେଠାରେ ନଗର ପ୍ରବେଶ ସ୍ଥାନକୁ ଆସିଲେ ନେବଲ, ଦାରା, ବୀଣା, ବଂଶୀ ନେଇ ଉଚ୍ଚସ୍ଥଳୀରୁ ଓହ୍ଲାଇ ଆସିବାର ଏକ ଦଳ ଭବିଷ୍ୟତ ବକ୍ତାଙ୍କ ସହିତ ତୁମ୍ଭର ସାକ୍ଷାତ ହେବ। ସେମାନେ ଭବିଷ୍ୟତ ବାକ୍ୟ ପ୍ରଚାର କରୁଥିବେ, ସେତେବେଳେ ସଦାପ୍ରଭୁଙ୍କ ଆତ୍ମା ତୁମକୁ ଆକ୍ରାନ୍ତ କରିବେ ପାୱାରଫୁଲି। The Lord, but the Spirit of the Lord will come upon you powerfully and you will prophesy with them. ତୁମେ ସେମାନଙ୍କ ସହିତ ଭବିଷ୍ୟତ ବାକ୍ୟ କହିବାକୁ ଆରମ୍ଭ କରିବ,
and you will change into a different person. ତୁମେ ଗୋଟେ ନୂଆ ଲୋକ, ଅନ୍ୟ ପ୍ରକାର ଲୋକରେ ପରିବର୍ତ୍ତିତ ହେଇଯିବ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କର କେତେ କନସର୍ନ, ଏଥିରୁ ଚିନ୍ତା କରନ୍ତୁ। ଯିଏ ଆମମାନଙ୍କୁ ଅନ୍ଧକାରରୁ ଆଲୋକ ଆଣିଛନ୍ତି, ଆମମାନଙ୍କୁ ଯିଏ ରାଜା ଯାଜକ ପରିକା କରିବା ପାଇଁ ଚାହୁଁଛନ୍ତି, ସେ ଆମମାନଙ୍କୁ ଦେଖିବାକୁ ଚାହୁଁଛନ୍ତି will be changed into a new person every day। ନହେଲେ ସେ ଆମମାନଙ୍କୁ ପ୍ରତିଦିନ ସେ ବେଟର କରିବାକୁ ଚାହୁଁଛନ୍ତି। ପ୍ରଥମ ସାମୁଏଲ 15:28। ସେଟା ତ ଗୋଟେ ଥିଲା ତାଙ୍କ ପାଇଁ ଦୁଃଖଦାୟକ ସମ୍ବାଦ ଯେ ମୁଁ ଆଉ ଜଣେ ଲୋକକୁ ଖୋଜିଛି, ହି ଇଜ ବେଟର ଦାନ ୟୁ। ଯଦି ଆପଣଙ୍କର ଭୋକେସନ, ଆପଣଙ୍କର କଲିଂ, ଆପଣଙ୍କର ମନୋନୟନ, ଆପଣଙ୍କର ନିର୍ବାଚନକୁ ଯଦି ଆପଣ ଉତ୍ତମ ଭାବରେ ନିର୍ବାହ ନ କରିବେ, ଦାୟିତ୍ୱ ସମ୍ପନ୍ନ ବ୍ୟକ୍ତି ରୂପେ ଯଦି ତାକୁ ପରିଚାଳନା ନ କରିବେ, God will choose another person better than you। ଏଇଟା ପ୍ରଭୁ ସତର୍କ ସହିତ ତାକୁ କହୁଛନ୍ତି। ସାଉଲ ରାଜା ହେବେ, ସେଥିପାଇଁ ତାଙ୍କୁ ପରିବର୍ତ୍ତିତ ହବାକୁ ପଡିଲା। ଆମମାନେ ରାଜା ହେବୁ, ଆମମାନେ ହଉଛୁ ସେଇ ମନୋନୀତ ଜାତି, ରାଜକୀୟ ଯାଜକ କୁଳ। ପ୍ରଭୁ ସବୁଦିନ ଆମକୁ ବାକ୍ୟ ଦ୍ୱାରା you will be changed into a different person ଆମକୁ କରୁଛନ୍ତି। ଯାହା ଆମେ ଥିଲୁ ଗତକାଲି, ଆଜି changed into a different person। ଅନେକ ସମୟରେ ସମସ୍ତଙ୍କର ଅନୁଭୂତି ଥିବ, ଏକ୍ସପିରିଏନ୍ସ ଥିବ, ଗୋଟେ ବିଷାଦପୂର୍ଣ୍ଣ, ଗୋଟେ ଦୟନୀୟ, ଗୋଟେ ଅବସାଦ ଘେରା, ନିରୁତ୍ସାହଜନକ ପଶ୍ଚାତ ବିଷୟର ଘଟଣାବଳୀ ଆମ ମନକୁ ଆନ୍ଦୋଳିତ କରେ। ଦେହରେ ଯେମିତି ଫୋଟକା ହେଲେ, ପୋଡିଗଲେ ଯେମିତି ଦାଗ ହେଇଯାଏ, ତାକୁ ଇଂରାଜୀରେ କହନ୍ତି ସ୍କାର, ସେମିତି ଆମର ମନ ଭିତରେ ସେଇ ସବୁ ଦାଗ ସୃଷ୍ଟି କରିଦିଏ। ଏଭଳି ଘଟଣା ହେଇଥିଲା ମୋ ଜୀବନରେ, ଏହା ସମସ୍ୟା ଆସିଥିଲା ମୋ ଜୀବନରେ। ଆମେ ଦୁଃଖରେ ଭାଙ୍ଗି ପଡୁ। ଥରେ ଥରେ ତ ଗୋଟେ ଲୋକ ପ୍ରଭୁଙ୍କୁ ଛାଡି ବି ଦିଅନ୍ତି। ମୁଁ ଭାବିନଥିଲି ମୁଁ ଖ୍ରୀଷ୍ଟାନ ହେଲେ ଏତେ ଦୁର୍ଦ୍ଦଶା ଭିତରେ ଯିବି, ଏତେ କଷ୍ଟକର ପରିସ୍ଥିତି ଭିତରେ ଯିବି, ମୁଁ ଆଉ ସମ୍ଭାଳି ପାରିବିନି। ବହୁତ ଲୋକ ଧର୍ମ ତ୍ୟାଗ କରନ୍ତି। ଆର ସେକେଣ୍ଡ ବିଷୟଟା କାଲି ସକାଳେ ଶୁଣିବା। କିନ୍ତୁ କେବେ ଜାଣିଛନ୍ତି ଆମମାନଙ୍କ ଜୀବନର ଦୁର୍ବଳତା, ଆମମାନଙ୍କ ଜୀବନର ଯୋଉ କ୍ଷତ, ଯୋଉ ଦାଗ ମୋଟେ ସୁନ୍ଦର ନୁହେଁ। ଯେତେବେଳେ ଆମମାନଙ୍କ ଚିନ୍ତାକୁ ପଳେଇ ଆସେ, ମେମୋରିକୁ ପଳେଇ ଆସେ, ଆମମାନଙ୍କୁ ଆନ୍ଦୋଳିତ କରେ, ହା ମୋ ଜୀବନର ଏସବୁ ଘଟଣା ଗୁଡାକ ନ ହୋଇଥିଲେ ମୁଁ ଆଜି କେତେ ଶାନ୍ତିରେ ଥାନ୍ତି। ହଁ ନା? ପ୍ରଭୁ ଆମମାନଙ୍କୁ ଅନ୍ଧକାରରୁ ସେ ଆଲୋକର ଶକ୍ତି ଭିତରକୁ ଆଣିଲେ ଏଇଥିପାଇଁକା, ଗୁଣ କୀର୍ତ୍ତନ କରିବା ପାଇଁକା। ଆଉ ପ୍ରଭୁଙ୍କ ପାଖରେ ଏଟା ଗୋଟେ ଭାରି ଛୋଟ ବିଷୟ, ଯୋଉଟାକୁ ଆମେ ଭାବୁଛୁ ସେଟା ମିଷ୍ଟେକ୍, ଯୋଉଟାକୁ ଆମେ ଭାବୁଛୁ ସେଟା ଦାଗ, ଯୋଉଟାକୁ ଆମେ ଭାବୁଛୁ ସେଟା କଷ୍ଟକର ବିଷୟ, ପ୍ରଭୁଙ୍କ ପାଖରେ ସେଟା ହଉଛି ଅପରଚ୍ୟୁନିଟି, ସୌଭାଗ୍ୟ। ପ୍ରଭୁ ଚାହାନ୍ତି ସେଭଳି ଅପରଚ୍ୟୁନିଟିକୁ ପ୍ରଭୁ ହାତ ଛଡା କରିବା ପାଇଁ ଇଚ୍ଛା କରନ୍ତି ନାହିଁ। ସେ ଦେଖେଇବା ପାଇଁ ଚାହାନ୍ତି ସେ ହଉଛନ୍ତି ବଳବାନ ବୀର, ସଦାପ୍ରଭୁ, ସଂଗ୍ରାମରେ ବୀର ସଦାପ୍ରଭୁ। ଏକ୍ସକ୍ୟୁଜ ମି। ହେ ନଗର ଦ୍ୱାର ସକଳ ମସ୍ତକ ଟେକ, ଏ ଚିରସ୍ଥାୟୀ କବାଟ ସବୁ ଟେକି ହୁଅ, କାରଣ ସେଭଳି ଈଶ୍ୱର ସେ ପ୍ରବେଶ କରିବେ, ଆମମାନଙ୍କ ଜୀବନକୁ ପ୍ରବେଶ କରିବେ। ଯାହା କିଛି ଆମମାନଙ୍କ ଜୀବନରେ ଚୋଟ ଲାଗିଛି, ଆଘାତ ଲାଗିଛି, ଦୁଃଖଦ ପରିସ୍ଥିତି ଆସିଛି, କଷ୍ଟକର ସମସ୍ୟା ଆମମାନଙ୍କୁ ଆନ୍ଦୋଳିତ କରିଦେଇଛି, ପ୍ରଭୁଙ୍କ ପାଖରେ ସେଟା ହଉଛି ସୁଯୋଗ। For God it is a opportunity। ଦେଖିବା
आउ केटा के स्टडी करिबा देखिबा अब्राहम से जेतेबेले आसिले से जगह होची बर्तमान इराक सेठु जेतेबेले प्रभु तांको आह्वान करके आनिले बहुत बयस होइएतिला यंग पिला से नथिले युवक लोक नथिले बहुत ओल्ड एज रो लोक सेथिरे मध्य प्रभु तांको मु तमरो संतान संतति मानकु आकाशर तारा परी करिबे समुद्रर बाली परी करिबे हेले पिला खंडे नाही हमर ओडिया रे गोटे थाए ढग पुओ नाही पुओ पेटरे पुओर बाप कड़ी गड होची मंगलपुर हाटरे माने तांकर कौनसी भाबरे सुजोग नाही बा जहा किछि मेडिकल साइंस अनुसार से माने दे कैन नॉट गो फॉर ए चाइल्ड बा सारा से समय गड़ी आइछि से चाइल्ड बेयरिंग समय नाहंती किंतु प्रभु को पाई थला सेटा सुजोग के जदि पारचंती पढ़ी दियंतु आदि पुस्तक 17 रो 17 पद मो शीघ्र शीघ्र साय आ 10 मिनिट रहिला आदि पुस्तक 17 पर्वर 17 पद ସେତେବେଳେ ଅବ୍ରାହମ ମୁହଁମାଳି ପଡ଼ି ହସିଲେ, ପୁଣି ମନେ ମନେ କହିଲେ, ପୁରୁଷର 100 ବର୍ଷ ବୟସରେ କି ସନ୍ତାନ ଜାତ ହେବ? 90 ବର୍ଷ ବୟସ୍କା ସାରା କି ପ୍ରସବ କରିବ? ଆମେନ୍। weakness he was aware of his weakness से निज दुर्बलता विषय अवगत थिले प्रभु को समालोचना करि नांती किंतु निजर शरीर दुर्बलता विषय से अवगत थिले आ प्रभु को पाखरे सेटा गोटे सुजोग थिला रेस्ट इज द हिस्ट्री हमर इंग्रजी रे कहा जाय आ जहा किछि तांको जीवन रे हेछि सेटा इतिहास हे गला से भली गोटे बुढ़ा बुढ़ी टू प्रभु बाहर कले इसहाक को आउ से इसहाक से हेले पुणी द्वितीय अब्राहम पर इसहाक इसहाक पर याकूब इस्राएल लोक माने सेमान को ना नै कि सेमाने प्रार्थना करुथिले तांकर वंशज हेले इसहाक तापर हेले याकूब ए अब्राहम तांको दुर्बलता विषय जानी थिले किंतु प्रभु से दुर्बलता को सबलता रे परिपूर्ण कले द्वितीय यात्रा पुस्तक 4 पर्वर 10 पद मूसा को विषय देखिया यात्रा पुस्तक 4 पर्वर 10 पद जदि पारचंद के पढ़ी दियंतु अनंतर मूसा सदाप्रभुଙ୍କୁ କହିଲେ, हे प्रभु ए समय पूर्वरे अबा आपण निज दास सहित आलाप कला उतारे हे मु वाक्यपति नुहे मात्र मु वाक्य धीर जलजीव अटे। आमेन। गोटे स्पेशल आंसर चाहूची किए कहि परिबो प्रभु तांको कौन कहले गोटे स्पेशल आंसर जो जो वर्ड गुरा कैच वर्ड गुरा मु कहिची तारि ऊपर के जदि उत्तर दे पारिबे प्रभु तांको कौन कहले कमन आई वेलकम प्रभु तांको या कहिथिबे मु कल्पना रे कहूची आई विल मेक यू बेटर देन यू नहीं मु कल्पना रे कहूची तू जहा आई विल मेक यू बेटर देन यू तू बर्तमान जहा अच्छो यू विल बी चेंज्ड इनटू ए डिफरेंट पर्सन प्रभु आम दुर्बलता को सुजोग स्वरूप ग्रहण करिकरी आमको सबुदिन परिवर्तन कर दउचंती प्रेज द लॉर्ड हालेलुया राहाब तार पेशा गोटे किछि सम्मानजनक पेशा नथिला घृणित समाज रो घृणित पेशा सेटा किंतु तार से दुर्बलता को प्रभु सबलतार परिणत करिकरी जीशुंकर वंशावल ता ना आसिला आमे जेतले भाबुचु जे अंधकार शक्ति आमे आलोक मध्य को आसिलु
एबे प्रभुंकर कार्य देखंतु प्रभु आमर दुर्बलतार सहभागी होबाको असमर्थ नुहंती ही सच ए गॉड से भली ईश्वर आमनको दुर्बलतार से सहभागी को असमर्थ नुहंती कारण तांकर थाए ब्यूटीफुल पर्पस अति सुंदर उद्देश्य थाए आमनक जीवन पैका से आमनको व्यवहार करती से पर्पस टाको फुलफिल करिया पे से सुंदर उद्देश्य ताकर जो मन भितर अच्छी ताको सफल रूपायन करिया पे से हमको व्यवहार करती आम एते भैल्युएबल ता आम निजे भी जानी जेहेतु समय चल जाऊँ मु आ गोटे खाली पद कही गोटे बा दीटा पद कही शेष करी सेटा आपण माने पाई परिबे गोटे मिनट हाँ एफिसी मंडली को प्रेरित पाउलंकर पत्र मु पढ़ दूची समय हो तार 2 पर्वर 10 पद कारण आम्भे माने ताहांकर रचना जे समस्त सत्कार्य आम्भे माने करिवु बोली मन रखंतु वार्डिंग गुराक सुनंतु जेउ समस्त सत्कार्य माने करिवु बोली ईश्वर पूर्वरु आयोजन करतिले टिके एक्सक्यूज मी हां आमानकर जो सत्कार्य माने करियो बोली प्रभु आमानको आयोजन करथिले आचरण रे से सब साधन करबा निमंते ख्रीष्ट जीसु को ठारे हमको सृष्ट करिसंती प्रेज द लॉर्ड हालेलुया प्रेज द लॉर्ड ख्रीष्ट जीसु हमको नुआ सृष्टि करिसंती आमाने जेमती एवरीडे विल बी बेटर देन यू होथबा आज जहा अच्छो ताले काली को आहुरी बेटर होबा we will be changed into a different person every day कारण सेटा से तांकर पूर्व ईश्वर पूर्वरु आयोजन करिसंती समस्त सत्कार्य रे हमें परिवर्तित हो चलीतिबा चली इट इज अ कंटीन्यूअस टर्म आज हे गेला काली हेबेनी ता नै सेटा से पूर्वरु आयोजन करथिले कारण आम माने ताहांक रचना प्रेज द लॉर्ड हालेलुया से रचना बोलिका आम माने तांको हातर सृष्ट बोलिका से ख्रीष्ट जीसु ठारे आमको सृष्टि करिसंती आ आमाने जेमती समस्त सत्कार्य करी बोलिका आचरण रे से सब साधन करबा निमंते आमको नूतन सृष्टि करिसंती टिके गड़े दबा जो प्रथम कही कलसी रे जो पदटा अच्छी से पदटा थिला जे से आमान को अंधकार क्षमतारू उद्धार करी अपना प्रेम पात्र पुत्र राज्य मध्य को स्थानांतर करचंती एठु हमें आरंभ करथिलु तापर हमें गलु प्रथम पितर तार 2 पर्व 9 पद किंतु जे तुमान को अंधकार रु अपन आश्चर्य आलोक मध्य को आह्वान करिसंती तुमाने जेपरि ताहांक गुण कीर्तन कर एथि निमंते तुमाने एक मनोनीत वंश राजकीय जाजक गळुआ पवित्र जाति पुणी ईश्वर को निजस्व प्रजा होइअछ साउल राजा हेबे बोली प्रभु तांको परिष्कार कले तांको डिफरेंट पर्सन नुआ सृष्टि प्रतिदिन तांको कले अयोग्य हेले प्रभु तांको ठा गोटे बेटर लोक को आनी के तांको रिप्लेस करदेले आमे मध्य दिने सेही प्रथम पितर 2:9 अनुसार आमे माने मध्य से मनोनीत वंश राजकीय जाजक पर्व पवित्र जाति
ईश्वर को निजस्व प्रजा होइछ आ एफएसी अनुसार तांकर हस्तर आमे गोटे मास्टरपीस क्रिएशन सेथिबे प्रभु हमको प्रतिदिन परिवर्तित करचंती will be changed into a different person better than past better than what you were गतकाली जहा थिला आज आउ टिके बेटर करिया पे प्रभु हमको चेष्टा करचंती प्रभु आज वाक्य ऊपर आशीर्वाद करंतु ए अल्प विषय प्रभु आम समस्त को आशीर्वाद करंतु थैंक यू वेरी मच गॉड ब्लेस